Hello aspirants, welcome once again to this amazing platform Odisha Aspirant. ଆଜିର ଏ ଭିଡିଓରେ ଆମେ ସ୍କୋୟାର ରୁଟ୍ କାଲକୁଲେସନ କରିବା ଯେକୌଣସି ନମ୍ବରର ସ୍କୋୟାର ରୁଟ୍ କେମିତି ବାହାର କରିବା ଆଉ ତାର ଯୋଉ ଆପ୍ରୋକ୍ସିମେଟ ଭ୍ୟାଲୁ ଆସେ ତାର ଆପ୍ରୋକ୍ସିମେଟ କାଲକୁଲେସନ କିପରି କରିବା ତାର ସଲ୍ୟୁସନ ଦେଖିବାକୁ ଯାଉଛି। ଓକେ, ତ ମୁଁ ଅଲରେଡି କିଛିଟା ଭିଡିଓ କରିସାରିଛି ଏଇ କାଲକୁଲେସନ ସିରିଜରେ ଯୋଉଥିରେ କି ମୁଁ ସ୍କୋୟାର କାଲକୁଲେସନ ଗୁଡାକ ଇଜି ୱେରେ ଏକ୍ସାମରେ କେମିତି ଫାଷ୍ଟ ୱେରେ କରିବ କହିଥିଲି ଏବଂ ସ୍କୋୟାର ରୁଟ୍ କାଲକୁଲେସନ ବି ମଧ୍ୟ କହିଛି, ଯାହାକୁ କି ଆପଣମାନେ ପାଇପାରିବେ ଏହି ପ୍ଲେଲିଷ୍ଟରେ। ଏଇ ପ୍ଲେଲିଷ୍ଟର ଲିଙ୍କ ମୁଁ ଅଲରେଡି ଡେସ୍କ୍ରିପସନରେ ଦେଇସାରିଛି, ଆପଣମାନେ ଭିଜିଟ କରିକି ନିଶ୍ଚିନ୍ତ ଭାବରେ ଦେଖନ୍ତୁ ଆଉ ଦେଖିବେ କେମିତି ଇମ୍ପ୍ରୁଭ ହଉଛି ସ୍କୋୟାର କାଲକୁଲେସନ ଏବଂ ସ୍କୋୟାର ରୁଟ୍ର କାଲକୁଲେସନ। ଓକେ, ତ ବର୍ତ୍ତମାନ ଗୋଟେ ଇମ୍ପରଫେକ୍ଟ ନମ୍ବର ଏଠାରେ ମୁଁ ଏକ୍ସାମ୍ପଲ ହିସାବରେ ନେଇଛି, ଯେମିତି କି √10। କିନ୍ତୁ ଇମ୍ପରଫେକ୍ଟ ନମ୍ବର କାହିଁ କହିଲେ ୟାକୁ ନା ଯଦି ମୁଁ ଦେଖିବି √4 √4 ହେଇଯାଉଛି 2 ହେଲା, ଡାଇରେକ୍ଟ ଆସୁଛି। ସେମିତି ମୁଁ ଯଦି କହିବି 400 ହେଇଯିବ 20। ସେମିତି ମୁଁ ଯଦି କହିବି 196 ଇଏ ହେଇଯିବ 14। ତ ଇଏ ଆମର ଡାଇରେକ୍ଟ ଆସୁଛି ବା ପରଫେକ୍ଟ ନମ୍ବର ଆସୁଛି। ତାମାନେ ଏଇଟା ଡେସିମାଲ ରେ ଆସୁନାହିଁ କି ରେସିଓରେ ଆସୁନାହିଁ କି ଆମର ଇରେସନାଲ ଟାଇପ ର ଆସୁନାହିଁ। ଓକେ, କିନ୍ତୁ ଯଦି ଆମେ √10 କୁ କାଲକୁଲେଟ କରିବାକୁ ଯିବା ତାହେଲେ ଇଏ ଟୋଟାଲି ପ୍ରକାର ଗୋଟେ ଇମ୍ପରଫେକ୍ଟ ନମ୍ବର। ତ ୟାର ପରଫେକ୍ଟ କେମିତି ବାହାର କରିବା, ମାନେ ୟାର ଡେସିମାଲ ରେ କେମିତି ବାହାର କରିବା, ଡେସିମାଲ ରେ କେମିତି ବାହାର କରିବା ମାନେ ଦଶମିକରେ କେମିତି √10 ବାହାର କରିବା। ୟାକୁ ବାହାର କରିବା ପାଇଁ ମୁଁ ଦିଟା ଟାଇପ ର ଫର୍ମୁଲା କହିବି ନୁହଁ, ଦେଖ। ପ୍ରଥମ ହେଲା ଏ ଫର୍ମୁଲା ଗୋଟେ, ଟିକେ ଦେଖ। ତାପରେ ହେଲା ଏ ଫର୍ମୁଲା ଗୋଟେ। ଏଇ ଦିଟା ଭିତରୁ ଯେକୌଣସି ଫର୍ମୁଲା ୟୁଜ କରିକି ଆପଣ ମାନେ ବାହାର କରିପାରିବେ କଣ ନା ଯେକୌଣସି ନମ୍ବରର ସ୍କୋୟାର ରୁଟ୍। ଓକେ, ତ √x କୁ ଆମେ ଏଇ ଫର୍ମାଟରେ ଲେଖିଥାଉ, ଲେଖିଲେ ଆମର ବାହାରେ। ଯେମିତି କି ପୂର୍ବରୁ ଗୋଟେ ଦେଇଥିଲା √10। ଏଇ √10 ରେ ଆମେ ଫର୍ମୁଲା କଣ ପକେଇବା, ଦେଖ ଫର୍ମୁଲାଟାକୁ ମୁଁ ଏଇଠି ଲେଖୁଛି ଆଉଥରେ, ଯୋଉଟା କି ପ୍ରିଭିୟସ ଫର୍ମୁଲାଟାକୁ, ଏଇ ଫର୍ମୁଲାଟାକୁ ମୁଁ ଏଇଠି ଲେଖୁଛି। ମାନେ √10 ଦେଇଛି ତ √x ମନେକର, √x ଦେଲା ମାନେ ଯୋଉ ସଂଖ୍ୟାଟା ଗିଭେନ ଥିବ ଆମେ ସେଇ ସଂଖ୍ୟା ସହିତ ତାର ନିୟରେଷ୍ଟ ପରଫେକ୍ଟ ସ୍କୋୟାର ମାନେ ପାଖାପାଖି ପରଫେକ୍ଟ ସ୍କୋୟାର କୁ ମିଶେଇବା, ତାପରେ 2ରେ √, ସେଇ ନିୟରେଷ୍ଟ ପରଫେକ୍ଟ ସ୍କୋୟାର ର କରିବା। ତାହେଲେ ଆମର ବାହାରି ପଡିବ କଣ, ୟାକୁ ସଲ୍ଭ କଲେ ବାହାରି ପଡିବ ମାନେ ଇମ୍ପରଫେକ୍ଟ ନମ୍ବର ର ସ୍କୋୟାର ରୁଟ୍। ଓକେ, ଯେମିତି କି ଏଠି ଦେଖ √x ଦେଇଛି x ପ୍ଲସ ୱାଇ, ଯୋଉଠି କି x ଟା କଣ, ଯୋଉଠି x ଟା ହେଲା ଗୋଟେ କଣ ନା ଦିଆଯାଇଥିବା ବର୍ଗମୂଳ ସଂଖ୍ୟା, ମାନେ ଯୋଉଟା ଗିଭେନ ଥିବ, ମାନେ x √x ଦେଇଛି ତ ଏଠି ଆମେ ସେଇ ନମ୍ବରଟାକୁ ପୁଟ୍ କରିବା। y ଟା କଣ କରିବା ନା y ହେଲା ନିୟରେଷ୍ଟ ପରଫେକ୍ଟ ସ୍କୋୟାର, ମାନେ x ର ନିକଟତମ ପୂର୍ଣ୍ଣ ବର୍ଗ ସଂଖ୍ୟା, ମାନେ ଯୋଉଟା x ର ପାଖାପାଖି ଥିବ। ଓକେ, ଏବେ ଗୋଟେ ଏକ୍ସାମ୍ପଲ ନେଇକି ଯିବା। ଏକ୍ସାମ୍ପଲ କଣ ତ ମୁଁ ଏଠି ତ ଅଲରେଡି ନେଇଛି। ଏକ୍ସାମ୍ପଲ ହିସାବରେ ଯଦି ଆମେ ଯିବା √10 ଦେଇଛି, ତାମାନେ √x କୁ ଯଦି ଆମେ ଧରିବା √10 ମାନେ x ପ୍ଲସ ୱାଇ, ତାମାନେ 10 ପ୍ଲସ ୱାଇ। ୱାଇ କୁ ମୁଁ କଣ କହିଲି ନା ୱାଇ କୁ ଆମେ ନବା କଣ ନା ନିକଟତମ ପୂର୍ଣ୍ଣ ବର୍ଗ ସଂଖ୍ୟା। ନିକଟତମ ପୂର୍ଣ୍ଣ ବର୍ଗ ସଂଖ୍ୟା କିଏ ହେଇଯିବ ନା 9 ହେଇଯିବ, କାରଣ 3 3 9। ଓକେ, 2 ର √y ମାନେ 9। ଓକେ, ତ ଏଇଠି ଆମେ କାଲକୁଲେଟ କରିବା 10 ପ୍ଲସ 9 19, 10 ପ୍ଲସ 9 19 ଡିଭାଇଡେଡ ବାଇ 2 ଇଣ୍ଟୁ 3, ତାମାନେ 3 ଦୁଗୁଣେ 6, 19 ବାଇ 6 ହେଲେ 6 3 18, 1 ହେଲେ 10 ହେଲେ 6 କେ 6, 4 ହେଲେ 6 6 36, 4 ହବ 6 6 36, ଇଏ ଏମିତି ଲମ୍ବି ଲମ୍ବି ଯିବ। ତ 3.16 ଆମେ କହିପାରିବା, 3.16 ହେଇଯିବ ଆପ୍ରୋକ୍ସିମେଟଲି ଆମର √10 ର ଭ୍ୟାଲୁ। ଆମେ ଯଦି ସେଇ ଫର୍ମୁଲାଟା ପକେଇବା ବି, ମନେକର ଏଇ ଫର୍ମୁଲାଟା ଆମେ ପକେଇକି √10 ର ଭ୍ୟାଲୁକୁ ବାହାର କରିବା। ମୁଁ କଣ କହିଛି ଏଠି ନା ଆମେ √10 କୁ, ମାନେ ଏଠି ଯୋଉ ନମ୍ବରଟା ଗିଭେନ ଥିବ, ଏଠି ଯୋଉ ନମ୍ବରଟା ଗିଭେନ ଥିବ ତାକୁ ଏମିତି ସଂଖ୍ୟାରେ ସ୍ପ୍ଲିଟ୍ କରିବାର ଅଛି। ସ୍ପ୍ଲିଟ୍ କରିବାର ଅଛି ମାନେ ଅଲଗା ଅଲଗା କରିବାର ଅଛି, ଯୋଉଥିରେ କି
गोटे रहिबो तार परफेक्ट स्क्वायर माने ता पाखापाखी परफेक्ट स्क्वायर रहिबो माने पूर्ण वर्ग संख्याटा रहिबो एक्स टा मनकर पूर्ण वर्ग संख्या रहिला तो आउ जोटा बढिगला सेटा एठी रहिजिवो तापर आमे एई फॉर्मूलाटा पकेइबा एठी जेमति कि मु जदि कहली रूट ओवर ऑफ 10 मु जदि रूट ओवर ऑफ 10 को डिवाइड करबी गोटे पाखापाखी पूर्ण वर्ग संख्या केते हेजिवो 9 प्लस 1 ता माने 10 हेजिवो जदि मु एइटा पकेबी रूट ओवर ऑफ एक्स माने कि हेजिवो रूट ओवर ऑफ 9 प्लस y केते अछि 1 बाय 2 रूट ओवर ऑफ 9 सेम जिंसो किंतु टिके फॉर्मूलाटा अलगा तो दी प्रकार वे रे तुम बाहर कर पारे मु किंतु प्रिफर करबी जे तुमे एई मेथड टाकू यूज करो ओके एटी रूट ओवर ऑफ 9 केते जो 3 प्लस 1 बाय 6 तो ये जो केते 6 3 के 18 1 19 बाय 6 सही 19 बाय 6 हमर लास्ट को बाहर पइला तो 18.70 की सॉरी 3.1666 ହେଇଯିବ आंसर तो equal with 3.16 it will be approximately equal to 3.16 सेमती जदि मु 87 रो जिबी करबा पई तो मु दीटा जो फॉर्मूला कहले दीटा फॉर्मूला बुझी पारिथिबो मु भाबुची तो किंतु मु एई फॉर्मूला टाकू एक्चुअली रे यूज करबी सब जगह रे आउ तमे माने घरे एई फॉर्मूला टाकू भी यूज करिके ट्राई करो सॉल्व करिया पई एटा किंतु टिके लेंदी होला लको एटा टिके तमरो शॉर्टली हेजिबो ओके तो जदि मु 87 को देखिबी एठी भी सेमती रूट ओवर ऑफ x इक्वल विथ x प्लस y बाय 2 रूट y ए फॉर्मूला रे पड़िबो तो एठी रूट ओवर ऑफ x कते देछि 87 तो 87 तो पाखा पाखी नियरेस्ट स्क्वायर रूट किए हो तो मु जदि देखिबी एठी नियरेस्ट स्क्वायर रूट होबो 9 नुआ 81 तापरे रूट ओवर 2 इंटू रूट ओवर ऑफ y माने 81 तो 7 1 8 8 8 16 ओके 168 एटा जो 9 दुणे 18 तो 168 बाई 18 जदि हम 18 को पुणिका देखिबे तो 18 नुआ ହେଇଯିବ କେତେ ନା 162 18 नुआ 162 ହେଲେ 6 ବଳିଲା 60 60 ହେଲେ 18 3 54 ତ 93 ओके सॉरी 9.3 ଏତିକି ହେଇଯିବ ଆମର ଆପ୍ରୋକ୍ସିମେଟଲି ଆନ୍ସର 9.3 ହେଇଯିବ ଆମର ଆପ୍ରୋକ୍ସିମେଟ ଆନ୍ସର କିଏ ନ ବୁଝି ପାରିଲା ଏତିକି ମତେ କୁହ ଏଟା ବେସିକ କ୍ୟାଲକୁଲେସନ ଏଠି ଟିକେ ନବ ହେଲା ଓକେ ନେକ୍ସଟ ସେମିତି ଯଦି ମୁଁ 40 ର ଦେଖିବି 40 ର ହେଲେ ସେମିତି ପକେଇଦେବି କେତେ 40 ଆଚ୍ଛା ଫର୍ମୁଲାଟା ଲେଖି ଦଉଛି ପ୍ରଥମେ ଏମିତି କଲେ ହିଁ ପ୍ରାକ୍ଟିସ କଲେ ହେଇଯିବ ରୁଟ ଓଭର ଅଫ x ଇକ୍ୱାଲ ୱିଥ x ପ୍ଲସ y ବାଇ 2 ରୁଟ y जी नंबरटा गिवन अछि किए अछि 40 प्लस y y माने पाखापाखी किए ना 636 2 रूट ओवर ऑफ 36 40 50 60 70 76 बाई 6 दुणे 12 ओके तो 12 हेले 12 शुभ 72 4 40 हेले 12 की 36 तो 6.33 एमती चलियो सी ओके सेमती नेक्स्ट जदि 146 रो मु देखिबी 146 हेले 146 प्लस y y माने पाखापाखी 146 हेले पाखापाखी की हे जिवो 169 हे जाउछि कहर 144 12 रहि जिवो 144 डिवाइडेड बाय 2 into root over of 144 नियरेस्ट तो इक्वल हे जिवो केते 6 4 10 4 6 8 के 9 1 1 2 डिवाइडेड बाय 12 दुगुणे 24 ओके तो 24 के 24 24 दशा 240 हे जिवो 24 के 24 ओके 24 दुगुण 48 हो जाଉଛି ତ ଇଏ କେତେ ହେଇଯିବ 24 के 24 50 ହେଲେ 24 ଦୁଗୁଣେ 48 2 ହେଲେ 20 ହେଲେ 0 200 ହେଲେ 24 ଚଉ 24 ଚଉ କେତେ ହେଇଯିବ 4 ଦୁଗୁଣେ ओके तो 12.0 1 minute please 08
ହେଇଯିବ ଆମର ଆନ୍ସର। ଓକେ, ତ 12.08 ହେଇଯିବ ଆନ୍ସର। ନେକ୍ସଟ 35 ର ସେମିତି ଯଦି ମୁଁ ଦେଖିବି 35 ର ହେଲେ ପାଖାପାଖି ପ୍ରଥମେ 35 ପ୍ଲସ୍ ପାଖାପାଖି ନିୟରେଷ୍ଟ ନମ୍ବର କିଏ ହେଇଯିବ? ପାଖାପାଖି ହେଲେ 600 ସେଇ 36 ଟୁ ରୁଟ୍ ଓଭର ଅଫ୍ 36, ତ 6 5 11 3 3 6 1 7 71/12, 71/12 ହେଲେ 12 5 60, 60 ହେଲେ 11, 11 ହେଲେ 110, 12 ନୂଆ 108, 8 9 10 11 3, 3 ହେଲେ 30 ହେଲେ 12 ଦୁଗୁଣେ 24, 12 3 36, ତ 12 ଦୁଗୁଣେ 24, 5.92 approximately ଆମର ହବ ରୁଟ୍ ଓଭର ଅଫ୍ 35 ର ଆନ୍ସର। ଓକେ, ତାପରେ ଯଦି ମୁଁ ଦେଖିବି 64 ର ଅଛି, 64 ର କେତେ ହେଇଯିବ? ତ 64 ତ ଡାଇରେକ୍ଟ ତ 8 64, ଏଇଟା ଗୋଟେ ଭୁଲରେ ରହିଯାଇଛି। ବର୍ତ୍ତମାନ ମତେ କମେଣ୍ଟରେ ଜଣାଅ ଯେ 56 ର 47 ର ଆଉ 68 ର କେତେ ହବ ଆନ୍ସର। ଓକେ, ତ ପ୍ରଥମେ ଟିକେ ରିଭାଇଜ କରିଦବା କଣ କଣ ଆମେ ଦେଖିଲେ। ତ ପ୍ରଥମେ ମୁଁ କହିଲି କି ରୁଟ୍ ଓଭର ଅଫ 10 ମାନେ ଯୋଉ ନମ୍ବର ଗୁଡାକ ଥାଏ ଇମ୍ପରଫେକ୍ଟ ଇରେଗୁଲାର ନମ୍ବର ଗୁଡାକ ଥାଏ, ତାର ଡେସିମାଲ ଫର୍ମାଟ କୁ କେମିତି ଆମେ କନଭର୍ଟ କରିବା, ତା ପାଇଁ ଆମେ ଦିଟା ଫର୍ମୁଲା ଦେଖିଲେ। ଗୋଟେ ହେଲା ଯୋଉଥିରେ କି ଆମେ ସେଇ ନମ୍ବରକୁ ନେଇକି ଆଉ ତାର ନିୟରେଷ୍ଟ ପରଫେକ୍ଟ ସ୍କୋୟାରକୁ ନେଇକି କାଲକୁଲେଟ କରୁଥିଲେ, ଆଉ ଗୋଟେ ଥରେ କଣ ନା ଆମେ ତାକୁ କଣ ସ୍ପ୍ଲିଟ କରିକି ନମ୍ବରଟାକୁ କାଲକୁଲେଟ କରୁଥିଲେ। ଯଦି ବଡ ବଡ ନମ୍ବର ଅଛି, ମୁଁ ଭାବୁଛି ସ୍ପ୍ଲିଟ କରିକି କଲେ ସେଇଟା ତମକୁ ଟିକେ ଇଜି ପଡିଯିବ ଏଇ ମେଥଡଟା ୟୁଜ କରିକି କାଲକୁଲେଟ କରିବା ପାଇଁ। କିନ୍ତୁ ଛୋଟ ନମ୍ବର ଥିଲେ ଏଇଥିରେ ତମର ସ୍ପିଡଲି ବାହାରିବ ଅର ଫାଷ୍ଟଲି ବାହାରିବ। ଓକେ, ତ ଏତିକି ଥିଲା। ତ ଏଇ ତିନିଟା ଯାକ କମେଣ୍ଟରେ ମତେ ଜଣା ଏହାର ଆନ୍ସର ସବୁ କଣ ହବ। ଓକେ, ସୋ ନେକ୍ସଟ ଆପଣମାନଙ୍କୁ କୋଉ କାଲକୁଲେସନ ଭିଡିଓ ଉପରେ ଦରକାର, ବି କୋଉ ଟପିକ ଉପରେ ଅଲଗା ଆଗକୁ ଭିଡିଓ ଦରକାର, ମତେ କମେଣ୍ଟରେ ଜଣା। ଓକେ, ସୋ ମିଟ୍ ୟୁ ଇନ୍ ନେକ୍ସଟ ସେସନ। ଥ୍ୟାଙ୍କ ୟୁ।